ଦିଦି ଆଈ ଘର ଆଉ କେତେ ଦୂର? ଆଉ କିଛି ସମୟ ପରେ ଆମେ ଆଈ ଘରେ ପହଞ୍ଚି ଯିବା। ତୁ ଟିକେ ଚୁପ ହେଇ ଉଡୁ। ସବୁବେଳେ ପଚାରି ପଚାରି ମୋ କାନ ଖରାପ କରିସାରିଲୁଣି। ଆରେ ପିଲାମାନେ ଆଉ ଝଗଡା କରନି। ଏଇ ଦେଖ ଆମେ ତମ ଆଈ ଘରେ ପହଞ୍ଚି ଗଲେ। କୁନି ଆଉ ମୁନି ଅନେକ ଦିନ ପରେ ତାଙ୍କ ଆଈ ଘରକୁ ଯାଉଥିଲେ। ସେମାନେ ବହୁତ ଖୁସି ଥିଲେ। ମା, ମୋର ଗୋଟେ ଜରୁରୀ କାମ ଅଛି। ମୋ ଦୁଇ ଝିଅ ଏଠି ଥାଆନ୍ତୁ, ମୁଁ କାମ ସରିଲେ ତାଙ୍କୁ ଆସି ନେଇଯିବି। ଆରେ ମା, ତୁ ଚିନ୍ତା ନ କରି ଯା। ଆରାମରେ ତ କାମ ସାରିକି ଆସିବୁ। ଅନେକ ଦିନରୁ ମୋ ଦୁଇ ନାତୁଣୀ ଆସିନଥିଲେ। ମୁଁ ବି ତାଙ୍କ ସାଙ୍ଗରେ ଟିକେ ସମୟ ବିତାଏ। ତାପରେ ମା ଚଢ଼ି ତା କାମକୁ ଗଲା। ସନ୍ଧ୍ୟା ହେବା ପରେ ଦିଦି ଚାଲ ନା ବାହାରକୁ ଯିବା। ମତେ ଘରେ ରହିବାକୁ ଭଲ ଲାଗୁନି। ଆରେ ତୁ କଣ ଦେଖୁନୁ ବାହାରେ କେତେ ଜୋରେ ପବନ ବହୁଛି? ଲାଗୁଛି ଏବେ ହିଁ ବର୍ଷା ହେବ। ଆଈ, ଆମକୁ ଆଜି ଗୋଟେ ଗପ ଶୁଣାଅ ନା। ଆଜି ଆମକୁ ଗପ ଶୁଣିବା ପାଇଁ ଭାରି ଇଚ୍ଛା ହଉଛି। ଆଜି ମୁଁ ତମମାନଙ୍କୁ ଗୋଟେ ସତ ସତିକା ଗପ ଶୁଣେଇବି। ମନ ଦେଇ ଶୁଣ। ଆଜି ଅମାବାସ୍ୟାର ରାତି। ଏମିତି ଅମାବାସ୍ୟା ରାତିରେ ଯେବେ ବି ଝଡ଼ ବର୍ଷା ହୁଏ, ଗୋଟେ ଭୟଙ୍କର ପିଶାଚୀ ଜଙ୍ଗଲରେ ବୁଲେ। ଘରେ ଯାହାକୁ ବି ଏକା ଦେଖେ ତାକୁ କବାଟ ଖୋଲିବାକୁ କହେ। ଯଦି ସେ କବାଟ ଖୋଲିଦିଏ, ପିଶାଚୀ ତାକୁ ନିଜ ସାଙ୍ଗରେ ନେଇଯାଏ। ଦିଦି, ମତେ ଭାରି ଡର ଲାଗୁଛି। ଆରେ ତୁ ଡରନି, କିଛି ହେବନି। ଆମ ସାଙ୍ଗରେ ଆଈ ଅଛନ୍ତି। ହଁ, ଆମେ ଘର ଭିତରେ ଥିଲେ ପିଶାଚୀ ଆମର କିଛି କ୍ଷତି କରିପାରିବନି। ଆରେ ମହମବତୀକୁ ଦେଖି ଲାଗୁଛି କିଛି ସମୟ ପରେ ଲିଭିଯିବ। ଗଲୁ ଗେହ୍ଲିମା, ଘର ଭିତରୁ ଆଉ ଦୁଇଟା ମହମବତୀ ନେଇ ଆସିବୁ। ଆଈ, ଆଉ ଘରେ ମହମବତୀ ନାହିଁ। ଏଇ ଗୋଟିଏ ଥିଲା। ଲାଇନ ଯିବା ପରେ ମୁଁ ୟାକୁ ଜଳେଇଦେଲି। ଆଜି ପାଗ ଯେମିତି କରିଛି, ଆଜି ଆଉ ଲାଇନ ଆସିବନି। ମିଟୁ ତା ଦୋକାନ ଶୀଘ୍ର ବନ୍ଦ କରେନି। ବର୍ଷା ଆସିବା ଆଗରୁ ମୁଁ ଯାଏ ଆଉ ଦୁଇଟା ମହମବତୀ ନେଇ ଆସେ। ନହେଲେ ରାତି ଅନ୍ଧାରରେ ତମେମାନେ କଷ୍ଟ ପାଇବ। ହାୟ, ଅନ୍ଧାରରେ ନା ମତେ ବହୁତ ବେଶୀ ଡର ଲାଗେ। କିନ୍ତୁ ଆଈ, ଆମକୁ ଏକୁଟିଆ ଛାଡ଼ି ତୁମେ ଏବେ ଦୋକାନକୁ ଯାଅନି। ଆରେ ପିଲାମାନେ, ଭୟ କରନି। ଦୋକାନ ଏଇ ପାଖରେ। ମୁଁ ଗଲି ଆଉ ଆସିଲି। ତମେମାନେ ଭଲରେ କବାଟ ଲଗେଇକି ରୁହ। ଯିଏ ବି ଡାକିଲେ କବାଟ ଖୋଲିବନି। ମୁଁ ଯେତେବେଳେ ଆସିବି 3 ଥର କବାଟ ବାଡ଼େଇ ଡାକିବି। ତାପରେ ଯାଇ କବାଟ ଖୋଲିବ। ମୋ କଥା ମନେ ରଖିବ, ଜମା ଭୁଲିବନି। ଠିକ ଅଛି ଆଈ, ହେଲେ ତୁମେ ଟିକେ ଶୀଘ୍ର ଆସିବ। ତାପରେ ବୁଢ଼ୀ ଚଢ଼େଇ ଦୋକାନକୁ ଗଲା। କିଛି ସମୟ ପରେ ହଠାତ୍ କବାଟଟି ଥରେ ବାଜିଲା। କୁନି, ମୁନି, କବାଟ ଖୋଲ, ମୁଁ ବର୍ଷାରେ ଓଦା ହେଇଗଲିଣି। ଦିଦି ଦିଦି, ଆଈ ଆସିଗଲେ, ଚାଲ କବାଟ ଖୋଲିବା। ଆରେ ରହ ରହ, କବାଟ ଖୋଲନି। ଆଈଙ୍କ କଥା କଣ ତୁ ଭୁଲିଗଲୁ? ଆଈ କହିଥିଲେ କବାଟକୁ 3 ଥର ବାଡ଼େଇବେ। ଆରେ ଦିଦି, ବାହାରେ ଝଡ଼ ବର୍ଷା ହେଉଛି। ଆମେ ବୋଧେ ଶୁଣି ପାରି ନଥିବା। ଚାଲ ନା କବାଟ ଖୋଲିବା। ଆଈ ଓଦା ହେଇଗଲେଣି। କେଜାଣି କାହିଁକି ମୋ ମନଟା ଭଲ ଲାଗୁନି। ତୁ ଟିକେ ଅପେକ୍ଷା କର। ଆଈ, ଆମେ ଯୋଉ ବିସ୍କୁଟ ଆଉ ଚକୋଲେଟ କଥା କହିଥିଲୁ, ସବୁ ଆଣିଛ ନା? ହଁ ହଁ, ମୁଁ ସବୁ ଆଣିଛି କୁନି। ମତେ ଭାରି ଥଣ୍ଡା ଲାଗିଲାଣି। ଶୀଘ୍ର କବାଟ ଖୋଲ। ଆରେ ମୁନି, ଚୁପ୍ ହେଇ ରହ। ଇଏ ଆମ ଆଈ ନୁହଁ। ଆଈ ଆଜି ଯାଏ କେବେ ବି ମତେ ନାଁ ଧରି ଡାକି ନାହାନ୍ତି। ସବୁବେଳେ ଗେହ୍ଲିମା କୁହନ୍ତି। ଆଉ ଆଜି ଆମେ ଆଈକୁ ଚକୋଲେଟ ବିସ୍କୁଟ କଥା କହିନଥିଲେ। ଇଏ ନିଶ୍ଚୟ ବର୍ଷା ରାତିରେ ବାହାରୁଥିବା ସେ ପିଶାଚୀ। ଏବେ କଣ ହେବ ଦିଦି? ମତେ ଭାରି ଡର ଲାଗୁଛି। କିରେ କଣ ହେଲା? କବାଟ ଖୋଲୁନ କାହିଁକି? ଦେଖ, ମତେ ତମେମାନେ ରଗାଅନି। ନା, ଆମେ କବାଟ ଖୋଲିବୁନି। ଆଗ କହିଲ, ଆଜି ଦ୍ୱିପହରରେ ଆମେ କଣ ସାଙ୍ଗରେ ଭାତ ଖାଇଥିଲୁ? କିଛି ସମୟ ବାହାରୁ କିଛି ବି ଶବ୍ଦ ଶୁଭିଲାନି। ହଠାତ୍ ଶୁଣାଗଲା, ଏତେ ଚାଲାକି ମୋ ସାଙ୍ଗରେ? ଏତେ ପ୍ରଶ୍ନ ପଚାରୁଛ ତମେମାନେ? ଭଲରେ କବାଟ ଖୋଲିବନି ତ ମୁଁ ତମ କବାଟ ଭାଙ୍ଗିଦେବି। ଦିଦି, ଏବେ କଣ
ସର୍ତ୍ତ କରିବୁନି। ତମେ ଆଉ କବାଟ ବାଡ଼ାଅନି, ଟିକେ ଅପେକ୍ଷା କର, ମୁଁ ଏବେ ଖୋଲୁଛି। ଏଇ ହେଲା ନା ସୁନା ଝିଅ, ଏବେ ଆଉ ଡେରି କରନି, ଶୀଘ୍ର ଶୀଘ୍ର କବାଟ ଖୋଲ, ନହେଲେ ଭଙ୍ଗା ଘରର କବାଟ ଭାଙ୍ଗିବା ପାଇଁ ମତେ ବେଶୀ ସମୟ ଲାଗିବନି। ପିଶାଚି ବାହାରେ ଥାଇ କଥା କହୁଥିଲା। ସେପଟେ ମୁନି ଶୀଘ୍ର ଝରକାକୁ ପୁରାପୁରି ଖୋଲିଦେଲା। ତାପରେ ଦୁଇ ଭଉଣୀ ଚୁପ୍ ଚୁପ୍ ଘରୁ ବାହାରି ଗଲେ। କିରେ, କ'ଣ ହେଲା? ତମେ ମାନେ ଏଯାଏଁ କବାଟ କାହିଁକି ଖୋଲୁନ? ମୁଁ ଆଉ ଅପେକ୍ଷା କରିପାରିବିନି। ଏମିତି ରାଗି ପିଶାଚି କବାଟକୁ ଭାଙ୍ଗିଦେଲା। ସେ ଘର ଭିତରକୁ ଯାଇ ଦେଖିଲା ଘର ଭିତରେ କେହି ନାହାନ୍ତି। ମୋ ପାଖରୁ ବଞ୍ଚି ତମେ ମାନେ କୁଆଡ଼େ ବି ଯାଇପାରିବନି। ମୁଁ ତମମାନଙ୍କ ରକ୍ତର ବାସ୍ନା ପାଇଛି। ମୁଁ ଛାଡ଼ିବିନି, ତମମାନଙ୍କୁ ଛାଡ଼ିବିନି। ଏମିତି କହି ପିଶାଚି ଦୁଇ ଛୁଆଙ୍କର ପଛ କଲା। ଦୁଇ ଛୁଆ ଖୁବ୍ ଜୋର ଜୋରେ ଉଡ଼ୁଥିଲେ। ଦିଦି, ମୋ ଡେଣା ବହୁତ ବଥା କରୁଛି, ମୁଁ ଆଉ ଉଡ଼ି ପାରିବିନି। ଆଉ ଟିକେ କଷ୍ଟ କର ଭଉଣୀ, ଏଇ ଦେଖି ଆଗରେ ଜଣଙ୍କର ଘର ଦେଖାଯାଉଛି, ଚାଲ ତାଙ୍କୁ ସାହାଯ୍ୟ ମାଗିବା। ଦୁଇ ଚଢ଼େଇ ଛୁଆ ଯୋଉ ଘରକୁ ଯାଇ କବାଟ ବାଡ଼େଇଲେ, ସେ ଘରେ ଗୋଟେ ତାନ୍ତ୍ରିକ ଚଢ଼େଇ ରହୁଥିଲା। ଦୁଇ ଛୁଆଙ୍କର ଏପରି ଅବସ୍ଥା ଦେଖି ସେ ତାଙ୍କୁ ଘର ଭିତରକୁ ନେଇଗଲା। ଦୁଇ ଛୁଆ ତାକୁ ସବୁ ଘଟଣା କହିଲେ। ମୋ ଘର ଭିତରକୁ ପିଶାଚି କେବେ ବି ଆସିପାରିବନି। ପିଲାମାନେ, ତମମାନଙ୍କର ଭାଗ୍ୟ ଭଲ, ଆଜି ନିଜ ବୁଦ୍ଧି ଆଉ ସାହସ ପାଇଁ ତମେମାନେ ବଞ୍ଚିଗଲ। ଅନେକ ଦିନରୁ ଏ ପିଶାଚି ଶାନ୍ତ ଥିଲା। ଆଜି ଅମାବାସ୍ୟାର ରାତି, ତା ଉପରେ ପୁଣି ଝଡ଼ ବର୍ଷା ହେଉଛି। ନିଶ୍ଚୟ ପିଶାଚି ତା ଶକ୍ତିକୁ ଦ୍ୱିଗୁଣ କରିବା ପାଇଁ ଶିକାର ଖୋଜୁଛି। ଏବେ ତାହେଲେ ଆମେ କ'ଣ କରିବୁ? ଆମେ ଘରକୁ କେମିତି ଯିବୁ? ଆଉ ଆଈ ଆମକୁ ନିଶ୍ଚୟ ଖୋଜୁଥିବେ। ଚିନ୍ତା କରନି, ସେ ପିଶାଚି ଛୋଟ ଛୁଆଙ୍କୁ ଖୋଜୁଛି। ସେ ତମ ଆଈର କିଛି କ୍ଷତି କରିବନି। ଥରେ ଜଣେ ପରୀ ମୋ ଉପରେ ଖୁସି ହେଇ ମୋତେ ଗୋଟେ ଚକୋଲେଟ୍ ଘର ଦେଇଥିଲା। କହିଥିଲା ବିପଦ ସମୟରେ ଏଇ ଚକୋଲେଟ୍ ଘର କାମରେ ଆସିବ। ଆଜି ସେ ଦିନ ଆସିଯାଇଛି। କୁନି, ତୁ ଯଦି ମୋତେ ସାହାଯ୍ୟ କରିବୁ, ତାହେଲେ ଆମେ ସେ ପିଶାଚିକୁ ଆଜି ଉଚିତ ଶିକ୍ଷା ଦେଇପାରିବା। ନା ନା, ମୋ ଦିଦି କିଛି କରିପାରିବନି। ମତେ ଭାରି ଡର ଲାଗୁଛି ଦିଦି, ତୁ ମତେ ଛାଡ଼ି ଯାନି। ଆରେ ମୁନି, ଜମା ଚିନ୍ତା କରନି। ଆଜି ଯଦି ଆମେ ସେ ପିଶାଚିକୁ ଛାଡ଼ିଦେବା, ସେ କାଲି ଆଉ କୋଉ ଛୁଆର କ୍ଷତି କରିପାରେ। ସେ ପିଶାଚିକୁ ଶାସ୍ତି ଦେବା ପାଇଁ ଆପଣ ଯାହା ବି କହିବେ ମୁଁ ସବୁ କରିବି। ତେବେ ଠିକ୍ ଅଛି, ମୁଁ ଏ ଚକୋଲେଟ୍ ଘରକୁ ଆମ ଜଙ୍ଗଲରେ ଥିବା ବଡ଼ ବରଗଛ ପାଖରେ ରଖିଦେଉଛି। ମୁଁ ଯାହା କହୁଛି ତୁ ସେସବୁ ପିଶାଚିକୁ କହି ଚକୋଲେଟ୍ ଘର ପାଖକୁ ନେଇ ଆସେ। ଏମିତି ଯୋଜନା ବନେଇ ତାନ୍ତ୍ରିକ ଚଢ଼େଇ ମୁନିକୁ ଧରି ବଡ଼ ବରଗଛ ପାଖକୁ ଗଲା, ଆଉ ଯାଦୁରେ ଚକୋଲେଟ୍ ଘରକୁ ବଡ଼ କରିଦେଲା। ସେପଟେ କୁନି ଚଢ଼େଇ ନିଜ ଆଈ ଘରକୁ ଯାଉଥିଲା। ତାକୁ ଏକା ଦେଖି ପିଶାଚି ତା ପାଖକୁ ଆସିଲା। କିରେ, ତୁ କ'ଣ ଭାବୁଥିଲୁ? ତୁ ଲୁଚି ଲୁଚି ଘରକୁ ଚାଲିଯିବୁ, ମୁଁ ଜାଣିପାରିବିନି? ଏବେ ଧରା ପଡ଼ିଲୁ। ମୁଁ ତତେ ଏବେ ମୋ ସାଙ୍ଗରେ ନେଇଯିବି। ପିଶାଚି, ମୁଁ ଜାଣିଗଲି, ମୁଁ ଏବେ ଆଉ ରକ୍ଷା ପାଇବିନି। ମତେ ତୁମ ସାଙ୍ଗରେ ନେବା ପୂର୍ବରୁ ମୋର ଗୋଟେ ଶେଷ ଇଚ୍ଛା ପୂରା କରିଦିଅ। ଆମ ଜଙ୍ଗଲରେ ଯୋଉ ବଡ଼ ବରଗଛ ଅଛି, ତା ପାଖରେ ଗୋଟେ ଚକୋଲେଟ୍ ଘର ଅଛି। ମୋର ଚକୋଲେଟ୍ ଖାଇବାକୁ ଭାରି ଇଚ୍ଛା ହଉଛି। ମୁଁ ଆଗ ସେ ଘରୁ କିଛି ଚକୋଲେଟ୍ ଖାଇଦିଏ, ତାପରେ ତୁମ ସାଙ୍ଗରେ ଯିବି। ଆଚ୍ଛା ଆଚ୍ଛା, ଠିକ୍ ଅଛି, ମୁଁ ତ ଶେଷ ଇଚ୍ଛା ପୂରା କରିଦେବି। ଚାଲ ସେ ଚକୋଲେଟ୍ ଘରକୁ ଯିବା। ତାପରେ କୁନି ଆଉ ପିଶାଚି ସେ ଚକୋଲେଟ୍ ଘର ପାଖରେ ପହଞ୍ଚିଲେ। ପିଶାଚି, ତୁମେ ବାହାରେ ଥାଅ, ମୁଁ ଯାଉଛି ଚକୋଲେଟ୍ ଘର ଭିତରୁ ଚକୋଲେଟ୍ ନେଇ ଆସିବି। ଆରେ ରହ ରହ, ତୁ କ'ଣ ମୋତେ ପୁଣି ବୋକା ବନେଇବାକୁ ଚାହୁଁଛୁ? ତୁ ଭିତରକୁ ଗଲେ ଆଉ ବାହାରିବୁନି। ତୁ ବାହାରେ ଥା, ମୁଁ ଭିତରକୁ ଯାଇ ଚକୋଲେଟ୍ ଆଣୁଛି। ପିଶାଚି ଯେମିତି ଚକୋଲେଟ୍ ଘର ଭିତରକୁ ଗଲା, ତାନ୍ତ୍ରିକ ଚଢ଼େଇ ଶୀଘ୍ର ଆସି ଚକୋଲେଟ୍ ଘରକୁ ଭଲ ଭାବରେ ତାଲା ମାରି ତାକୁ ଛୋଟ କରିଦେଲା। ତାପରେ ସମସ୍ତେ ମିଶି ମାଟି ଖୋଳି ସେ ଚକୋଲେଟ୍ ଘରକୁ ପୋତିଦେଲେ। ଏବେ ପିଶାଚି ଆଉ କାହାର ବି କ୍ଷତି କରିପାରିବନି। ଚାଲ ପିଲାମାନେ, ମୁଁ ତମମାନଙ୍କୁ ତମ ଘରେ ଛାଡ଼ିଦେବି।
ଆରେ ପିଲାମାନେ, ତମେମାନେ ଠିକ ଅଛ ତ? ମୁଁ ସାରା ଜଙ୍ଗଲରେ ତମମାନଙ୍କୁ ଖୋଜୁଥିଲି। ଦୁଇ ଛୁଆ ତାଙ୍କ ଆଈକୁ ସବୁ ଘଟଣା କହିଲେ। ତାନ୍ତ୍ରିକ ବାବା, ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମ ପାଇଁ ମୋ ଦୁଇ ନାତୁଣୀ ରକ୍ଷା ପାଇଗଲେ। ଏ ଦୁଇ ଛୁଆ ବହୁତ ସାହସୀ ଆଉ ବୁଦ୍ଧିମାନ। ସେମାନଙ୍କ ପାଇଁ ହିଁ ମୁଁ ଆଜି ପିଶାଚୀକୁ ଧରି ପାରିଲି। ଏବେ ଆଉ ନ ଡରି ଘରକୁ ଯାଅ। ଆଜି ପରଠୁ ଆଉ କାହାର ବି କିଛି କ୍ଷତି ହେବନି। ଏଇ ଜଙ୍ଗଲରେ ଅନେକ ଗରିବ ଚଢ଼େଇ ଅଛନ୍ତି। ଆଜିଠୁ ମୁଁ ଏଇ ଜଙ୍ଗଲରେ ରହିବି ଆଉ ମୋ ଯାଦୁର ସୁନା ଘର ଦ୍ୱାରା ସବୁ ଚଢ଼େଇଙ୍କୁ ସାହାଯ୍ୟ କରିବି। ଏମିତି କହି ସେ ଯାଦୁଗର ଚଢ଼େଇ ତା ଯାଦୁ ଶକ୍ତିରେ ଗଛ ଡାଳରେ ଏକ ସୁନା ଘର ତିଆରି କଲା। ଏଇ ତ ମୋ ଯାଦୁର ସୁନା ଘର ପ୍ରକଟ ହେଇଗଲା। ଏବେ କେବଳ ପୂର୍ଣ୍ଣିମା ରାତିକୁ ଅପେକ୍ଷା। ପୂର୍ଣ୍ଣିମା ରାତି ହେଲେ ମୋ ଯାଦୁର ସୁନା ଘର ଶକ୍ତି ପାଇବ। ତାକୁ ଯିଏ ଯାହା ମାଗିବ ସେ ତାଙ୍କୁ ସବୁ ଦେବ। ପୂର୍ଣ୍ଣିମା ରାତି ହେବାକୁ ଆହୁରି 2 ଦିନ ବାକି ଅଛି। ସେ ଭିତରେ ମୁଁ ଯାଏ ପାଖ ଜଙ୍ଗଲରୁ କିଛି ଔଷଧୀୟ ଗଛ ନେଇ ଆସେ। ତାପରେ ଯାଦୁଗର ଚଢ଼େଇ ପାଖ ଜଙ୍ଗଲକୁ ଗଲା, ହେଲେ ସେ ଆଉ ଫେରିଲାନି। 2 ଦିନ ବିତିଗଲା। ପୂର୍ଣ୍ଣିମା ରାତି ହେବା ପରେ ସୁନା ଘର ଯାଦୁ ଶକ୍ତି ପାଇଲା ଆଉ ସେ କଥା କହିଲା, ଆଜି ମୁଁ ମୋ ଯାଦୁ ଶକ୍ତି ପାଇଲି। ଏବେ ମୁଁ ମୋ ମାଲିକଙ୍କ ଇଚ୍ଛା ପୂରା କରିପାରିବି। କିନ୍ତୁ ମୁଁ ଏଠି ଏକା କାହିଁକି? ମୁଁ କାହାର ଘର? ମୋ ମାଲିକ କୋଉଠି ଅଛନ୍ତି? ଏମିତି ସୁନା ଘର ନିଜ ମାଲିକକୁ ଖୋଜୁଥିଲା। ସେହି ସମୟରେ ସେ ରାସ୍ତା ଦେଇ ଗୋଟେ କାଉ ଯାଉଥିଲା। ସେ ସୁନା ଘରର ସବୁ କଥା ଶୁଣି ଅଟକି ଗଲା। ଏ କଣ? ଘର କେବେଠୁ କଥା କହିଲାଣି? ନିଶ୍ଚୟ ଏ ଘର ଯାଦୁର ହେଇଥିବ। ମୁଁ ଯଦି କୌଣସି ମତେ ଯାଦୁର ଘରକୁ ନେଇପାରନ୍ତି, ମତେ ଆଉ କାମ କରିବାକୁ ପଡ଼ନ୍ତାନି। ମୁଁ ସବୁକିଛି ଏ ଯାଦୁର ଘରୁ ପାଇଯାନ୍ତି। ଏବେ ମୁଁ ଏ ଘର ପାଖକୁ ଯାଏ ଆଉ ତାର ମାଲିକ କହି ପରିଚୟ ଦିଏ। ଆରେ ଘର, ତୁ କାହାକୁ ଖୋଜୁଛୁ? ମୁଁ ତୋର ମାଲିକ। ତୁ ଆଉ ଚିନ୍ତା କରନି, ମୁଁ ଆସିଗଲି। ଓ, ମୁଁ ତାହେଲେ ଆପଣଙ୍କ ଘର? ମୋର କେହି ମାଲିକ ନାହାନ୍ତି ଭାବି ମୁଁ ଅନେକ ଡରି ଯାଇଥିଲି। ଭଲ ହେଲା ଆପଣ ଏଠାକୁ ଚାଲି ଆସିଲେ। ଆଉ ଡରିବାର କିଛି ନାହିଁ। ମୁଁ ଆସିଯାଇଛି। ମତେ ଭାରି ଭୋକ ଲାଗିଲାଣି। ଯା, ମୋ ପାଇଁ ଭଲ ଭଲ ଖାଇବା ଆଣେ। ମତେ ବହୁତ ଭୋକ ଲାଗୁଛି। ଠିକ ଅଛି, ଆପଣ ଘର ଭିତରେ ବସନ୍ତୁ। ମୁଁ ଏବେ ହିଁ ଖାଇବା ଆଣୁଛି। ତାପରେ କାଉ ସୁନା ଘର ଭିତରକୁ ଗଲା। ଯାଦୁର ସୁନା ଘର ତାକୁ ବହୁତ ଭଲ ଭଲ ଖାଇବା ଦେଲା। ବାଃ ବାଃ ବାଃ, ଏବେ ଯାଦୁର ସୁନା ଘରଟି ମୋର। ଆଉ ମତେ କାମ କରିବାକୁ ପଡ଼ିବନି। ଏବେ ସାରା ଜୀବନ ମୁଁ ବସି ବସି ଖାଇବି। ଏମିତି କାଉ ସେ ଖାଇବା ଖାଇସାରି ଶୋଇ ପଡ଼ିଲା। ପରଦିନ ସକାଳେ ସେ ଦୁଷ୍ଟ ଉପାୟ ଚିନ୍ତା କଲା। ମୋ ପାଖରେ ଯାଦୁର ସୁନା ଘର ଅଛି ମାନେ ଏବେ ମୁଁ ସମସ୍ତଙ୍କଠୁ ଶକ୍ତିଶାଳୀ। ଅନ୍ୟ ଚଢ଼େଇମାନଙ୍କୁ ମୁଁ ଏବେ ଗୋଲାମ କରି ରଖିବି। ଯାଦୁର ସୁନା ଘର ମତେ ଅନେକ ସୁନା ଟଙ୍କା ଦେ। ଠିକ ଅଛି, ଏଇ ନିଅନ୍ତୁ। ଏ କଣ ଯାଦୁର ସୁନା ଘର? ତୁ ମତେ ଏତେ ଅଳ୍ପ ସୁନା ଟଙ୍କା ଦେଲୁ? ମତେ ଆହୁରି ସୁନା ଟଙ୍କା ଦେ, ନହେଲେ ମୁଁ ତତେ ଏବେ ହିଁ ଭାଙ୍ଗିଦେବି। ନା ନା ମାଲିକ, ମୋ ସହ ଏମିତି କରନ୍ତୁନି। ମୁଁ ଯାଦୁର ଘର ସତ, କିନ୍ତୁ ମୁଁ ଏକାଥରେ ଏତେ ଗୁଡ଼େ ସୁନା ଦେଇପାରିବିନି। କଣ ହେଲା? ତୁ ମତେ ଆଉ ସୁନା ଟଙ୍କା ଦେଇପାରିବୁନି? ସୁନା ଟଙ୍କା ନ ପାଇଲେ ମୁଁ ସବୁ ଚଢ଼େଇଙ୍କ ଜମି କିଣିବି କେମିତି? ଚଢ଼େଇ ମାନଙ୍କର ସବୁ ଜମି ମୁଁ କିଣିଲେ ସିନା ସେମାନେ ମୋର ଗୋଲାମ ହିଁ ରହିବେ ଆଉ ମୋର ସବୁ କଥା ମାନିବେ। ଆରେ ହଁ, ମୋ ପାଖରେ ଆଉ ଗୋଟେ ଉପାୟ ଅଛି। ସୁନା ଘର, ତୁ ମତେ ଗୋଟେ ଯାଦୁର ଲାଠି ଦେ। ମୁଁ ସେ ଲାଠିକୁ ଯାହା ବି କହିବି ସେ ମୋର ସବୁ କଥା ମାନିବ। ଏବେ ମୁଁ ଦେଖିବି ସେ ଚଢ଼େଇମାନେ କେମିତି ମୋ କଥା ନ ମାନିବେ। କାଉର କଥା ଶୁଣି ସୁନା ଘର ତାକୁ ଯାଦୁର ଲାଠି ଦେଲା। ସେ ଯାଦୁର ଲାଠି ଧରି କାଉ ଜଙ୍ଗଲ ଭିତରକୁ ଗଲା ଆଉ ଚଢ଼େଇମାନଙ୍କୁ କହିଲା, ଏଇ ଚଢ଼େଇ ଦଳ, ଆଜିଠୁ ମୁଁ ତମମାନଙ୍କ ରାଜା। ତମେ ସମସ୍ତେ ମୋ କଥା ମାନିବ। ଯିଏ ନ ମାନିବ ମୁଁ ତାକୁ ଶାସ୍ତି ଦେବି। କାଉ, ତୁ ଏମିତି ଓଲଟା ପାଲଟା କଥା କାହିଁକି କହୁଛୁ? ତୁ ଆମ ସାଙ୍ଗରେ ହିଁ ରହୁ। ଆମେ ତତେ ରାଜା କାହିଁକି କହିବୁ? କାହିଁକି ନା ମୁଁ ଏବେ ତମ ସମସ୍ତଙ୍କଠୁ ଧନୀ। ତମେ ସମସ୍ତେ ନିଜ ନିଜ ଜମି ମତେ ଦେଇଦିଅ ଆଉ ମୋର ଗୋଲାମ ହେଇ ମୋ କଥା ମାନ।
ତୁ ଯେତେ ଧନୀ ହେଇଥାକାଉ ଆମେ ତତେ ଆମ ଜମି ଦେବୁନି। ତୁ ଏଠୁ ଚାଲି ଯା, ନହେଲେ ଆମେ ସମସ୍ତେ ପିଟି ପିଟି ତତେ ଏଠୁ ବାହାର କରିଦେବୁ। ହା ହା ହା, ମୁଁ ଏକା ସିନା ତମମାନଙ୍କ ସହ ଲଢ଼େଇ କରି ପାରିବିନି, ହେଲେ ମୋ ଯାଦୁର ଲାଠି ପାରିବ। ଯା ଯାଦୁର ଲାଠି, ଏମାନଙ୍କୁ ଉଚିତ ଶିକ୍ଷା ଦେଇକି ଆ। ଯାଦୁର ଲାଠି ସମସ୍ତଙ୍କୁ ଅନେକ ପିଟିଲା। ଭୟରେ ସମସ୍ତେ ନିଜ ନିଜ ଜମି କାଉକୁ ଦେଇଦେଲେ। ଏମିତି ପ୍ରତିଦିନ ସମସ୍ତେ କାଉର ଖୁବ୍ ସେବା କରୁଥିଲେ। ଏସବୁ ପାଇ ତ କାଉ ଅନେକ ଖୁସି ଥିଲା। ଦିନେ ସେ ସୁନା ଘର ସହ କଥା ହେଉଥିଲା। ଠିକ୍ ସେହି ସମୟରେ ଯାଦୁଗର ଚଢ଼େଇ ସେଠାକୁ ଚାଲି ଆସିଲା। ଏଇ କିଏ ତୁ? ମୁଁ ବନେଇଥିବା ସୁନା ଘର ସହ ତୁ କ'ଣ କଥା ହେଉଛୁ? କିଏ ତୁମେ? ଏମିତି କ'ଣ କହୁଛ? ଏଇ କାଉ ହଉଛନ୍ତି ମୋ ମାଲିକ। ମୁଁ ଯେତେବେଳେ ଶକ୍ତି ପାଇ ଆଖି ଖୋଲିଲି ମୁଁ ତାଙ୍କୁ ହିଁ ପ୍ରଥମ ଦେଖିଲି। ସେ ମୋର ପ୍ରକୃତ ମାଲିକ। ତୁମେ ଏଠାକୁ ଆସି ମିଛ କାହିଁକି କହୁଛ? ମୁଁ ତତେ ମୋ ଯାଦୁ ଶକ୍ତିରେ ବନେଇଛି। ଔଷଧୀୟ ଗଛ ଆଣିବା ପାଇଁ ମୁଁ ପାଖ ଜଙ୍ଗଲକୁ ଯାଇଥିଲି। ଫେରୁ ଫେରୁ ମୋର ଡେରି ହେଇଗଲା ବୋଲି ତୁ ନିଜ ପାଇଁ ନୂଆ ମାଲିକ ବନେଇ ସାରିଲୁଣି। ଏ କିଏ ତୁ? ତୁ କ'ଣ ଏ ସୁନା ଘରର କଥା ଶୁଣିପାରିଲୁନି? ଏ ଘର କହିଲା ନା ମୁଁ ତାର ମାଲିକ। ତୁ ଏଠୁ ଚାଲିଯା, ଏଇଟା ମୋ ଘର। ଚୁପ୍ କର, ଏ ଘର ମୁଁ ବନେଇଛି। ତୁ ଲୋଭରେ ପଡ଼ି ଘରକୁ ଓଲଟା ପାଲଟା କଥା କହି ତାର ମାଲିକ ପାଲଟି ଯାଇଛୁ। ମୁଁ ମୋ ଯାଦୁ ପକ୍ଷୀମାନଙ୍କ ଉପରେ ପ୍ରୟୋଗ କରିପାରିବିନି, ସେଥିପାଇଁ ତୁ ଏମିତି ମିଛ କଥା କହିପାରୁଛୁ। ନହେଲେ ଏଯାଏଁ ତୁ ମୋ ସାମ୍ନାରେ ଛିଡ଼ା ହେଇପାରିନଥାନ୍ତୁ। ମୁଁ ମିଛ କହୁଛି ନା ତୁ ମିଛ କହୁଛୁ? ତୁ ଯେତେବେଳେ ଜାଣିଲୁ ଏ ଘର ମତେ ଏତେ କିଛି ଦଉଛି, ତୁ ଏ ଘରକୁ କବ୍ଜା କରିବା ପାଇଁ ଚାଲି ଆସିଲୁ। ଚୁପ୍ କର, ତମେ ମାନେ ଚୁପ୍ କର। ଏମିତି ଆଉ ଝଗଡ଼ା କରନି। ତମେ ଦୁଇ ଜଣ ଯେତେବେଳେ ମୋ ମାଲିକ ବୋଲି ଦାବି କରୁଛ, ମୋ ପ୍ରକୃତ ମାଲିକକୁ ଜାଣିବା ପାଇଁ ମୋ ପାଖରେ ଏକ ଉପାୟ ଅଛି। କ'ଣ ଉପାୟ ଅଛି ତୋ ପାଖରେ? ମତେ ଯିଏ ବି ବନେଇଛନ୍ତି ତାଙ୍କ ପାଖରେ ଯାଦୁ ଶକ୍ତି ଥିବ। ଯିଏ ବି ଯାଦୁ ଶକ୍ତିରେ ମୋ ଘରର ରଙ୍ଗ ପରିବର୍ତ୍ତନ କରିପାରିବ, ସେ ହିଁ ମୋର ପ୍ରକୃତ ମାଲିକ। କାଉ ଆଜ୍ଞା, ଆପଣ ମୋ ମାଲିକ କହି ଅନେକ ଦିନରୁ ଦାବି କରୁଛନ୍ତି। ଏବେ ମୋ ଘର ରଙ୍ଗ ପରିବର୍ତ୍ତନ କରି ଏ ଚଢ଼େଇକୁ ଦେଖେଇ ଦିଅନ୍ତୁ, ଆପଣ ମୋର ପ୍ରକୃତ ମାଲିକ। ସୁନା ଘରର ଏମିତି ପରୀକ୍ଷା କଥା ଶୁଣି କାଉ କ'ଣ କରିବ କିଛି ବୁଝିପାରିଲାନି। ଇଏ ମାନେ ମୁଁ ପ୍ରତ୍ୟେକ ଦିନ ଅନେକ ଯାଦୁବିଦ୍ୟା ଶିଖେ ତ, ସେଥିପାଇଁ ଘରକୁ ରଙ୍ଗ କରିବା କଥା ମୁଁ ଭୁଲି ଯାଇଛି। ମୋ କହିବାର ମାନେ ହେଲା। କ'ଣ ମାନେ ହଉଛୁ? ଯିଏ ଯାଦୁ ଶିଖେ ସେ କେବେ ବି ତା ଯାଦୁବିଦ୍ୟା ଭୁଲି ଯାଏନି। ଦେଖେ ଏବେ ମୁଁ କେମିତି ଏ ଘର ରଙ୍ଗ ବଦଳଉଛି। ଏମିତି ସେ ଚଢ଼େଇ ମନ୍ତ୍ର କହି ସୁନା ଘରର ରଙ୍ଗ ପରିବର୍ତ୍ତନ କରିଦେଲା। ଘର ତାର ପ୍ରକୃତ ମାଲିକକୁ ପାଇଗଲା। ଦୁଷ୍ଟ କାଉ, ତୋର ଏତେ ସାହସ! ଏତେ ଦିନ ମିଛ କଥା କହି ମୋ ଘରେ ରହୁଛୁ, ଆଉ ମୋ ପାଖରୁ ସବୁ ଜିନିଷ ବି ନେଉଛୁ। ମତେ କ୍ଷମା କରିଦେ ଯାଦୁର ଘର, ମୋର ଭୁଲ ହେଇଗଲା। ମୁଁ ଲୋଭରେ ପଡ଼ି ମିଛ କହି ଦେଇଥିଲି। ନା, ତୋର କ୍ଷମା ନାହିଁ। ତୁ କେବଳ ମତେ କଷ୍ଟ ଦେଇନୁ, ତୁ ଜଙ୍ଗଲର ସବୁ ଚଢ଼େଇଙ୍କୁ ଅନେକ କଷ୍ଟ ଦେଇଛୁ। ଏବେ ତୁ ଶାସ୍ତି ପାଇବୁ। ମୋ ମାଲିକ ସିନା ତୋ ଉପରେ ଯାଦୁ କରିପାରିବେନି, ହେଲେ ମୁଁ ପାରିବି। ମୁଁ ତତେ ଅଭିଶାପ ଦେଉଛି, ତୁ ଗୋଟେ ଛେଳି ପାଲଟି ଯିବୁ, ଆଉ ସାରା ଜୀବନ ସେ ଛେଳି ହିଁ ବିତେଇବୁ। ସୁନା ଘରର କଥା ସରୁ ସରୁ କାଉ ଛେଳି ପାଲଟି ଗଲା। ମେ କାନ୍ଦି ସେ ଦୌଡ଼ିକି ପଳେଇଲା। ମୁଁ ମୋ ମାଲିକାଣୀକୁ ପାଇ ଆଜି ଅନେକ ଖୁସି। ଆପଣଙ୍କୁ ଚିହ୍ନିବାରେ ମୋର ଟିକେ ଡେରି ହେଇଗଲା। ଆସନ୍ତୁ ମାଲିକାଣୀ, ମୋ ଘର ଭିତରକୁ ଆସନ୍ତୁ। ସୁନା ଘର, ତ ବୁଦ୍ଧି ଦେଖି ମୁଁ ଆଜି ଅନେକ ଖୁସି ହେଇଗଲି। ମୁଁ ମୋ ଯାଦୁ ଦେଇ ଗୋଟେ ଭଲ ଘର ତିଆରି କରିଛି। ଏମିତି ସେ ଯାଦୁଘର ଚଢ଼େଇ ସୁନା ଘରର ପ୍ରଶଂସା କରି ଘର ଭିତରକୁ ଗଲା। ସେ ସବୁ ଚଢ଼େଇ ମାନଙ୍କୁ ତାଙ୍କ ଜମି ଫେରେଇ ଦେଲା, ଆଉ ସୁନା ଘର ସାହାଯ୍ୟରେ ସମସ୍ତଙ୍କୁ ସାହାଯ୍ୟ ବି କରୁଥିଲା।